ପୁଣି ଦେଖିବା ସେହି ବିଷୟ ଦେଖିବା ଯେ କାର୍ତ୍ତିକ ମାସ, ଏ ମାସରେ ଜନ୍ମିତ ବ୍ୟକ୍ତି ଅକ୍ଟୋବର 15ରୁ ନଭେମ୍ବର 15 ଯେଉଁମାନେ ଜନ୍ମ ହୋଇଥାନ୍ତି ଭାଇ ଭଉଣୀମାନେ, ସେମାନଙ୍କର ପ୍ରାୟତଃ ତୁଳା ରାଶିର ଫଳ ଭୋଗ କରନ୍ତି। ସ୍ୱଭାବ ଧନାଢ଼୍ୟ, ଯୁଦ୍ଧ ବିଶାରଦ, ବହୁ ବ୍ୟୟୀ, ଦାନଶୀଳ, ସର୍ବଜନ ପ୍ରିୟ, ବାଣିଜ୍ୟବନ୍ତ ତାଙ୍କର ଏ ଗୁଣ ରହିବ। ଘର ମୁଖ୍ୟ ଦ୍ୱାର ପଶ୍ଚିମ ଦିଗ କିମ୍ବା ଦକ୍ଷିଣ ଦିଗକୁ ଶୁଭ। ଚାଉଳ, ଧାନ, ଗହମ, ଶାଗ, ଫଳ ଇତ୍ୟାଦି ବ୍ୟବସାୟ ଶୁଭ କିମ୍ବା ବାଇରେ ଲଗାଇଲେ ଶୁଭ। ଏ ମାସରେ ସୂର୍ଯ୍ୟ ନାମ ହେଲା ପର୍ଜନ୍ୟ। ସୂର୍ଯ୍ୟଙ୍କ ନାମ ହେଲା ଏ ମାସରେ ପର୍ଜନ୍ୟ। ଓଁ ପ୍ରଜନ୍ୟ ସୂର୍ଯ୍ୟାୟ ନମଃ କହିକିରି ଅଗସ୍ତ୍ୟ ଫୁଲଟିଏ ପକାଇବେ ପାଣିରେ। କାର୍ତ୍ତିକ ମାସେ ଅଗସ୍ତ୍ୟ ଫୁଲ ଫୁଟେଇ ଗୋଟେ ଅଗସ୍ତ୍ୟ ଫୁଲ ଆଣିବେ, ଜଳ ଦେହରେ ପକାଇବେ ଢାଳରେ। ଓଁ ପର୍ଜନ୍ୟ ସୂର୍ଯ୍ୟାୟ ନମଃ 7 ଥର ପାଣି ଦେବେ। ଫଳ ଥୁଆ ହେଇଛି, କର୍ମ କଲେ ଫଳ ନିଶ୍ଚୟ ମିଳିବ, ଥୁଆ ହେଇଛି। ପ୍ରତି ରବିବାର ଦିନ ନୈବେଦ୍ୟ କ'ଣ କରିବେ ନା ଗୁଡ଼, ଫେଣି, ଆଖୁ ରସ ମିଶାଇ ଅଗସ୍ତ୍ୟ ଫୁଲ ତା ଦେହରେ ପକାଇବେ। ସୂର୍ଯ୍ୟଙ୍କୁ ପୂଜା କରିବେ, ଏହି ମନ୍ତ୍ରରେ ପୂଜା କରିବେ ଏବଂ ସୂର୍ଯ୍ୟାୟ ନମଃ ଯାହା କହିପାରିବେ ଏଇଟା ପୂଜା କରିକି ସୂର୍ଯ୍ୟଙ୍କୁ ପୂଜା କରିବେ। କଲେ ବହୁତ ସୁଫଳ ଆସିବ। ଫେର ଦେଖିବା ଅଲଗା ମାସ।